ଖଡ଼ିଆ ମଙ୍କିଡ଼ିଆଙ୍କୁ ମାଡ଼ ମାରିବା ପ୍ରତିବାଦରେ ଗ୍ରାମବାସୀ ଅସନକୁଦର ବିଟ୍ ହାଉସ୍ ଘେରାଉ। 2011 ମସିହାରେ ଶିମିଳିପାଳ ଉପର ବାରାହାକାମୁଡ଼ା ଓ ବାହାଘରରୁ 34 ପରିବାରକୁ ବିସ୍ଥାପନ କରି ଠାକୁରମୁଣ୍ଡା ବ୍ଲକ ହାତୀଗୁଡ଼ା ପଞ୍ଚାୟତ ଅସନକୁଦର ଗ୍ରାମରେ ଆରି ଥଇଥାନ କରିଥିଲେ। ସରକାର ବିସ୍ଥାପିତଙ୍କ ନାମରେ 10 ଲକ୍ଷ ଟଙ୍କା ଠାକୁରମୁଣ୍ଡା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ସ୍ଥିର ବା ଫିକ୍ସ ମାରିଦେଇ କାମ ସାରି ଦେଇଛନ୍ତି। ଖଡ଼ିଆ ମାଙ୍କଡ଼ିଆଙ୍କ ପାଇଁ ରୋଜଗାରର କୌଣସି ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଜୀବନ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲରୁ ମହୁ, ଲାଖ ଓ ଝୁଣା ଇତ୍ୟାଦି ସଂଗ୍ରହ କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି। ଶିମିଳିପାଳ ପାଦଦେଶରେ ଥିବା ଜଙ୍ଗଲକୁ ମହୁ କିମ୍ବା ଝୁଣା ସଂଗ୍ରହ ପାଇଁ ଗଲେ ଶିମିଳିପାଳ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଖଡ଼ିଆ ମାଙ୍କିଡ଼ିଆ ଉପରେ ଜୁଲମ କରୁଛନ୍ତି। ଗତ ନଭେମ୍ବର 28 ତାରିଖ ଦିନ ପଞ୍ଚୁ ଦେହୁରୀ ଓ ମଧୁ ଦେହୁରୀ ଜଙ୍ଗଲରୁ ଝୁଣା ସଂଗ୍ରହ ପାଇଁ ଯାଇଥିବା ସମୟରେ ଶିମିଳିପାଳ ଦକ୍ଷିଣୀ ଡିଭିଜନ ପଣସକୁଦର ବିଟ୍ର 10 ଜଣ STF ବନ କର୍ମଚାରୀ ଆସି 2 ଜଣଙ୍କୁ ପଣସକୁଦର ବିଟ୍କୁ ନେଇ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଦୀର୍ଘ ସମୟ ତାଙ୍କ ଉପରେ ଅତ୍ୟାଚାର ହେବା ପରେ ସନ୍ଧ୍ୟାରେ ତାଙ୍କୁ ଛାଡ଼ି ଦେଇଥିଲେ। ସେହିପରି ଗତ ସେପ୍ଟେମ୍ବର 20 ତାରିଖ ଜଙ୍ଗଲକୁ ଗାଈ ବଳଦ ଚରିବା ପାଇଁ ଅସନକୁଦର ଗ୍ରାମର 3 ବ୍ୟକ୍ତି ଜଗବନ୍ଧୁ ଖଣ୍ଡୁଆଳ, ପ୍ରଧାନ ଖଣ୍ଡୁଆଳ, ରାଉତ ଖଣ୍ଡୁଆଳ ଯାଇଥିବା ବେଳେ ପଣସକୁଦର ବିଟ୍ର STF କର୍ମଚାରୀ ସେମାନଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଥିଲେ। ଏକଥା ଗ୍ରାମରେ ଜଣାପଡ଼ିବା ପରେ ଗାଁରେ ଉତ୍ତେଜନା ସହ ଅସନକୁଦର ବିଟ୍କୁ ଗ୍ରାମବାସୀ ଘେରାଉ କରିଥିଲେ। ବିଟ୍ରେ ଫରେଷ୍ଟର ଓ ଗାର୍ଡ ଛୁଟିରେ ଥିଲେ। 2 ଜଣ STF କର୍ମଚାରୀ ଥିଲେ। ଖବର ପାଇବା ପରେ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ, ଠାକୁରମୁଣ୍ଡା ବନ୍ୟପ୍ରାଣୀ ରେଞ୍ଜର ଦୁର୍ଗାଚରଣ ବାସ୍କେ, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ଓ ହାତୀଗୁଡ଼ା ସରପଞ୍ଚ ଦଶମା ସଏ ସମିତି ସଭ୍ୟ ପ୍ରତାପ ଚନ୍ଦ୍ର ନାୟକ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଗ୍ରାମବାସୀମାନେ ନିଜ ଜିଦ୍ରେ ଅଟଳ ଥିଲେ। ଯେଉଁ ବନ କର୍ମଚାରୀ ତାଙ୍କୁ ମାଡ଼ ମାରିଛନ୍ତି ସେମାନେ ଆସିଲେ ସମାଧାନ ହେବ। ଥାନା ଅଧିକାରିଣୀ ଯେଉଁମାନେ ମାଡ଼ ଦେଇଛନ୍ତି ତାଙ୍କ ନାମରେ କେସ୍ ଦେଲେ ମୁଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବି ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ସେଠାକୁ ଗାଁକୁ ଫେରିଥିଲେ ଏବଂ ସନ୍ଧ୍ୟାରେ ଠାକୁରମୁଣ୍ଡା ଥାନାକୁ ଆସି ଅଭିଯୋଗ କରିଥିବା ଦେଖାଯାଇଛି। ତେବେ ମାଡ଼ ମାରିଥିବା STF କର୍ମଚାରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରିଣୀ ପ୍ରକାଶ କରିଛନ୍ତି। ଠାକୁରମୁଣ୍ଡାରୁ ଲକ୍ଷ୍ମୀନାରାୟଣ ରାଉତରାୟଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ ଟିଭି ଲାଇଭ୍। तापर जाकर आमको बंद कर देखेनी भल ना फायरिंग कर कहनी जदि गलनु भल नहीं गलनु एमती मार पिट बोल जाने ऑफिस देकर पिटनी के ऑफिस को ने यही 500 को दे केत जन थिलो 2 जन केबे कार घटना एटा इटा ये गुरुवार दिन गला गुरुवार आज के 8 दिन तापरे बुढ़िया फुड़ा नहीं गनी जे तो के तो टाइम रे पहुंचलो सेटा छाडले के तो बड़ा छाड़ कोई दो अंडा बड़ा छाडले ना एक टाइम रे छाड़ नहीं कोई दो ऑफिस रे छाड़ नहीं 5टा रे और रात हेला आसनो एटु केते दूर आबो सेरा होबो के बेसी के हो 12 13 15 16 आड़ा होबो के सब केमती आसलो एटु चाली करे आसनो पथराडे घर देजी हां आराम चलती केते जोर पिटिशन पिटी चलती बाडरे आउ केते जोर नहीं जोर माने हाथ मारो मारो मो ना तो जे सिरीज देवरी घर पसंद खुद न सही कोन हिची आज कोन पे आछंते एठी सर आमे कोन पे डाकिछु ना माडो होउची से माडोटा को हमर आमे तो जानि छंती आमे होची गरीब लोक आमे होची हमर सेही हमर व्यवस्था आमे जंगल गने जाय कर आमे चोडी परिबा नने चोडी परिने हमर जहां भी हो पैसा दउ कि किछि नाही आमे सेटा भाबुछु जे आमे केते जंगल गने आमे जेमते हने आमे 2 पैसा पाइबा लोक भी आमे दिल्ली जाइथनु भुवनेश्वर हमको सार कहले जे हमर गोटे छंती मैडम से माने कहले आपण माने जंगल जाई परिबे धुना मो इनकम कर परिबे तो भी सेठी फॉरेस्ट डिपार्टमेंट भी कहले तो ए माने जो रखिसंती ए माने कोन हमको ये शत्रु भलिया सब देखुसंती एटा गोटे आमे भाबुछु जे कोन करबा ए माने जोटी पाइले बाडौछंते काठ पाई गने भी से माने कहउछन जे एठी हम जंगल भीतर हेई परिबो नै अरे जदी जंगल भीतर नै हमको त हमको गोटे कोन व्यवस्था करबा कथा आपण कहबे ना से माने कर जानते से मारी भी नहीं
ଆମେ ଗୋଟେ ସେଇଟା ଆମେ ଭାବୁଛୁ ଯେ କଣ ଆମକୁ ଡିସାଇଡ୍ କରନ୍ତୁ ଆମେ କିସ କରିମୁ ନା ଆମକୁ କିସ ରୋଷେଇ ବସେଇ ପାଇଁ ଆମକୁ କିସ ବ୍ୟବସ୍ଥା ଗୋଟେ କରିବେ ନା ନାହିଁ ଆମେ ଜଙ୍ଗଲ ଯାଇପାରିବାନି ଆଉ ଯଦି ଆପଣ ଯଦି ଏତେ କରୁଛନ୍ତି ଆମେ ଯଦି ଚାହୁଁଛୁ ଆମେ ସେଇ ଜିନିଷଟା ଆପଣ ମାନେ କରୁନାହାନ୍ତି ଆମେ କହିଲୁ ଆମେ ସେ ବି କହିପାରୁନାହାନ୍ତି କି ଆମକୁ ଲାଇନ ବି ଦେଖେଇ ପାରୁନାହାନ୍ତି ସେଇଠି ଆଜି କଣ ପାଇଁ ଆସିଛ? ଆମେ ଏଇଠି ମାର ପିଟା କରୁଛନ୍ତି ବେଳକୁ ସେଇଟା ଆମେ ଡାକିଛୁ ଯେ ଆମେ ଫରେଷ୍ଟ ଡିପାର୍ଟମେଣ୍ଟକୁ ଡାକିବା ଆମେ ଏଠି ଟିକେ କିଛି ଆମେ ତାକୁ ବୁଝାମଣା ସମାଧାନ କରିବା କି କିଛି ହେଇଛି ବୋଲି ସେଇ ହିସାବରେ ଆମେ ଡାକିଛୁ ଯେ ଆମେ ଆମେ ସବୁଦିନ ପାଇଁ ଏଇଟା କିନ୍ତୁ ହଉନାହିଁ ବୋଲି ଯୋଉଠି ବି ପାଇନେ ଆମକୁ ଯଦି ଆମେ କାଠ ବି ଲୋକର ଯଦି ଗଲା ଲୋକଟା ଯଦି ଆମେ ଯଦି ସ୍ୱାମୀ ସ୍ତ୍ରୀ ଯାଇଥିବା ତ ଆମକୁ ଧରି ପକେଇ ସ୍ୱାମୀ କି ସ୍ତ୍ରୀକୁ ଧରିବେ ଏମାନଙ୍କୁ ତାଙ୍କର ଦେଖାଯାଉଛି ଯଦି କଣ କରିବା ହଁ ସେଟା ବି ଆମେ ଭାବୁଛୁ ଯେ ସେଇ ହିସାବଟାରେ ଆମକୁ କେମିତି କରାଯିବ କେମିତି କିସ ସେଇ ହିସାବରେ ଆମେ ଭାବୁଛୁ ଯେ ଆଜି ସେଥିପାଇଁ ଆମେ ସମସ୍ତଙ୍କୁ ଡାକିବା ସମାଧାନ ସମସ୍ତଙ୍କୁ କରିବା ଆମେ ମଧୁ ଧରି ଘର ଅସନକୁଦର କଣ ହେଇଛି ଆଜି ଏଠି ସବୁ ଅଛନ୍ତି ଯେ ଆମକେ ସେଇ ମାଡ଼ ହେଇଛି ଆଉ କୋଉଠି ମାଡ ହଂସକୁଦର କୋଉଥି ପାଇଁ ଆମେ ଧୂଣା ଛାଞ୍ଚୁନୁ ଆଉ ଇଏ ଚଢିଥିଲା ମୁଇଁ ମୁଡେ ଥିଲି ସେମାନେ ଫାଇଁ ଫାଇଁ ଇଏ ଘାड़ ଘୁड़ କରି ଦୌଡ଼ି ଆସିନି ଦୌଡ଼ି ଆସିକରି ଆମକେ ଘେର କରିଦେନି ଆଉ ଘେର କରିଦେଇକରି ୟାକୁ ଓହ୍ଲୋ ଓହ୍ଲୋ କହିଲା ବେଳକୁ ଆଉ ସିଏ ଇଏ କରିନି ବନ୍ଦ କରି ଦେଖେଇନି ଆଉ ବଢ଼ିଆ ଧସି ଦୁସରା ଓହ୍ଲି ଆଇଲା ତଳକୁ ଆଉ ଇଏ ଯଦି ଛାଡ଼ି ଦେଇତା ହାତ ଗାଁ କି ହେଇତା ସେଟା ତାପରେ ସବୁ ଧରି ପକେଇକରି ବୁଡ଼ିଆ ବୁଡ଼ି ଟୁକୁଲି ଟୁକୁଲା ସବୁ ନେଇଗନି ସେଠିକି କୋଉଠି ନେଲେ ପଣସକୁଦରକୁ ନେଇକରି ସେଇଟା ମାଡ଼ ହେଇଛି ଯୋଉ କେତେ ଜଣ ଯାଇଥିଲ? 2 ଜଣ 2 ଜଣ। ଆମେ 2 ଭାଇ ନେଇ ଯାଇଥିଲୁ ସେମାନେ କେତେ ଜଣ ଥିଲେ? ସେମାନେ 10 ଜଣ ଥିଲେ କେତେ ଜଣରେ ବାଡେଇଲେ? একটা ଜଣେ ବାଡ଼ିଛି ଆଉ ସବୁ ଧରି ପକାନି ସେ ଜଣେ ପିଟିଲା ଆଉ କୋଉଠି କୋଉଠି ମାଡ଼ ହେଇଛି? କୋଉଠି ଇଗା ପରା ଇଗା ହଁ ବିଟରେ ହିଁ ପିଟା ହେଇଛି ଏଠି କଣ ପାଇଁ ଆସିଛ ଆଜି? ସେ ମିଟିଂ ବାଡ଼େଇ ତିନି ବড় ସେ ମିଟିଂ ପାଇଁ ଆସିଛୁ